ଭାଇ ଗୋଟେ କଥା ଜାଣିଛ, ତମ ଫ୍ରେଣ୍ଡ ସର୍କଲରେ ପ୍ରାୟ 1000 ଲୋକ ଥିବେ ଯେ ଚିହ୍ନି ଯାଇଥିବ ଜାଣିଥିବ। ତା ଦେହରେ ତୁମର 500 ଜଣ ଲୋକ ତୁମ ଭଲସେ କ୍ଲୋଜଲି ଜାଣିଥିବେ। ତା ଦେହରେ 200-250 ଲୋକ ତୁମ କଣ୍ଟାକ୍ଟରେ ଥିବେ, ହ୍ୱାଟ୍ସଆପ୍ କଣ୍ଟାକ୍ଟରେ ଥିବେ, ତୁମ ଇନଷ୍ଟାରେ ଥିବେ, ଫଲୋ କରିଥିବେ ତୁମକୁ, ତୁମ ବିଷୟରେ ଜାଣିଥିବେ ଭଲ ମନ୍ଦ। ତା ଦେହରେ ଷ୍ଟାଟସ୍ ବି ଦେଖୁଥିବେ 200 ଭଳିଆ ଲୋକ ତୁମର ହ୍ୱାଟ୍ସଆପ୍ରେ। ତାହା ଦେହରୁ 1-2% ଲୋକ, ମାତ୍ର 2-3% ମ୍ୟାକ୍ସିମମ୍ ଲୋକ ଯିଏକି ତୁମର କେୟାର କରନ୍ତି। ତାହା ଭିତରୁ ହେଉଛନ୍ତି ତୁମ ବାପା ମା'। କାହିଁକିନା ଏକ୍ଜାମ୍ପଲ୍ ତ ମୁଁ ଗୋଟେ ଦେଉଛି, ମୁଁ କାଲି ଗୋଟେ ପୋଷ୍ଟ କରିଥିଲି ଇନଷ୍ଟାରେ, ଦେଖିବ ଏ ପୂର୍ବ ପୋଷ୍ଟଟା। ମୋ କ୍ୟାନର ଡ୍ୟାମେଜ୍ ହେଇଯାଇଥିଲା, ବ୍ଲଡ଼ ବାହାରୁଥିଲା। ସେଇଟା ମୁଁ ଇନଷ୍ଟାରେ ପୋଷ୍ଟ କରିଥିଲି, ଗୋଟେ ସେୟାର କରି ଷ୍ଟୋରି ଆପଣ ଦେଖିଲେ ଜାଣିପାରିବେ। ସେଇଟା ଘରେ ବୋଧେ ଦେଖିଦେଇଛନ୍ତି ସେ ଭିଡ଼ିଓଟାକୁ। ମୋ ସାନ ଭାଇ ଯିଏ, ସିଏ ବୋଧେ ଘରେ ଦେଖେଇ ଦେଇଛି ବୋଉଙ୍କୁ। ବୋଉ ତାପରେ ଦେଖିକି ମୋତେ ସନ୍ଧ୍ୟାବେଳେ ଫୋନ୍ କରୁଛି, କ'ଣ କାନରେ ବ୍ଲଡ଼ ବାହାରିଛି, କ'ଣ ହେଇଛି ପଚାରିଲେ। ନାଇଁ ଏଇଆ ହେଇଛି କହିଲି ସବୁ। ତାପରେ ଆଉ ଗୋଟେ ଜଣେ ଭାଇ ଆଜି ଫୋନ୍ କରିଥିଲେ ଗାଁର, ସେ ବି ପଚାରିଲେ ଆରେ କ'ଣ ହେଇଛି। ତ ମୋର ଇନଷ୍ଟାରେ କେତେ 200-250 ଖଣ୍ଡେ, ପାଖାପାଖି 240 ଖଣ୍ଡେ ଫଲୋଅର୍, 229 ନା କହନ୍ତି ଫଲୋଅର୍ସ ଅଛନ୍ତି। ତା ଦେହରୁ 229 ଖଣ୍ଡେ ଭିଉ ଯାଇଛି, ଲୋକ ଦେଖିଛନ୍ତି। ଦେଖିଲା ପରେ ଜଣେ ବୋଉ ଜଣେ ଫୋନ୍ କଲେ ଘରୁ, ଆଉ ଜଣେ ଗାଁର ଭାଇ ଜଣେ ଫୋନ୍ କଲେ ଇନଷ୍ଟାକୁ ଦେଖିକି, କ'ଣ ହେଇଛି ତୋର। ତ ମୋ କହିବା କଥା ହେଉଛି, ତୁମ ଫ୍ରେଣ୍ଡ ସର୍କଲରେ ବହୁତ ଲୋକ ଥିବେ, ତ ତା ଭିତରୁ 1-2% ଲୋକ ଯେ ଆକ୍ଚୁଆଲି ତୁମର କେୟାର କରୁଥିବେ, ତୁମର ଭଲ ମନ୍ଦ କଥା ପଚାରି ବୁଝୁଥିବେ, ବୁଝିଲ। ଦ୍ୟାଟ୍ସ ୱାଇ ବାପା ମା', ତ ବାପା ମା'ଙ୍କର କଦର କର, କେୟାର ନିଅ, ବୁଝିଲ। ରହୁଛି, ନମସ୍କାର।